ଗ୍ରାମ ନିକଟ ପାହାଡ଼ ଉପରେ ପଡ଼ିଥିଲା ଜଣେ ଯୁବକର ମୃତଦେହ। ଗ୍ରାମବାସୀମାନେ ଶୌଚ ହେବା ପାଇଁ ଯାଇଥିବା ସମୟରେ ସେଠାରେ ଜଣେ ଯୁବକର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଏହି ଘଟଣା ପ୍ରଚାରିତ ହୋଇଯିବାରୁ ପାହାଡ଼ ଉପରକୁ ଅନେକ ଗ୍ରାମବାସୀମାନେ ଯାଇ ମୃତଦେହଟି କାହାର ବୋଲି ଚିହ୍ନିବାକୁ ଚେଷ୍ଟା କରିଥିଲେ। ମାତ୍ର ମୃତଦେହଟି ସେହି ଅଞ୍ଚଳର କାହାର ନୁହଁ ବୋଲି ଜାଣିବା ପରେ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ପଞ୍ଚାୟତର ବାଇପୁର ମୁଣ୍ଡା ପଡ଼ା ପାହାଡ଼ ଉପରେ ଏହିପରି ଘଟଣା ଘଟିଛି। ଜଣେ ଅଜଣା ଯୁବକର ମୃତଦେହ ପାହାଡ଼ ଉପରେ ପଡ଼ିଥିବାର ଦେଖି ନିକଟସ୍ଥ ଗ୍ରାମବାସୀମାନେ ପ୍ରଥମେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ପରେ ସରପଞ୍ଚଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଉ ମୃତଦେହ ପଡ଼ିଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ମେଡିକାଲକୁ ପଠାଇଛନ୍ତି। ସେପଟେ ମୃତ ଯୁବକ ଜଣକ କିଏ ଓ ତାଙ୍କର ମୃତଦେହ ପାହାଡ଼ ଉପରକୁ କିପରି ଆସିଲା ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।